ଆପଣଙ୍କ ଆଖି ଜଳାପୋଡ଼ା କରୁଛି କି କିମ୍ବା ପିଠି ଏବଂ ବେକରେ ଅସହ୍ୟ ଯନ୍ତ୍ରଣା ହେଉଛି କି? ଯଦି ଆପଣ ଦିନକୁ 7 ରୁ 8 ଘଣ୍ଟା କମ୍ପ୍ୟୁଟର କିମ୍ବା ଲ୍ୟାପଟପ୍ ଆଗରେ ବିତାଉଛନ୍ତି ତେବେ ସାବଧାନ ହେଇଯାନ୍ତୁ। ଆପଣଙ୍କର ଏହି ଗୋଟାଏ ଅଭ୍ୟାସ ଆପଣଙ୍କ ଶରୀରକୁ ଧୀରେ ଧୀରେ ନଷ୍ଟ କରିଦେଉଛି। ଆଜିର ଭିଡ଼ିଓରେ ଆମେ ଜାଣିବା ଏହାର ସମାଧାନ ବିଷୟରେ। ବନ୍ଧୁଗଣ, ଆଜିର ଏହି ଡିଜିଟାଲ ଯୁଗରେ କମ୍ପ୍ୟୁଟର ବିନା ଜୀବନ କଳ୍ପନା କରିବା ଅସମ୍ଭବ। କିନ୍ତୁ ଆପଣ ଜାଣନ୍ତି କି ଗୋଟାଏ ସର୍ଭେ ଅନୁଯାୟୀ ଜଣେ ସାଧାରଣ କର୍ମଚାରୀ ନିଜ ଜୀବନର ପ୍ରାୟ 1700 ଘଣ୍ଟା ବର୍ଷକୁ କେବଳ ସ୍କ୍ରିନ୍ ଆଗରେ ବିତାଇ ଥାଏ। ଆମେ ଭାବୁ ଯେ ଆମେ କେବଳ ବସିଛୁ, କିନ୍ତୁ ଆମ ଶରୀର ଭିତରେ ଏକ ଭୟଙ୍କର ଯୁଦ୍ଧ ଚାଲିଥାଏ। ଅଧିକ ସମୟ ଗୋଟାଏ ଜାଗାରେ ବସି ରହିବା ଧୂମପାନ କରିବା ସହିତ ସମାନ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଚାଲନ୍ତୁ ଏକ କାହାଣୀ ମାଧ୍ୟମରେ ବୁଝିବା। ରାହୁଲ ଜଣେ ଆଇଟି ପ୍ରଫେସନାଲ। କାମର ଚାପରେ ସେ ଘଣ୍ଟା ଘଣ୍ଟା ଧରି ଚେୟାରରୁ ଉଠୁ ନଥିଲା। ପ୍ରଥମେ ବେକରେ ସାମାନ୍ୟ ବିନ୍ଧା ହେଲା। ସେ ଏହାକୁ ଅଣଦେଖା କଲା। କିନ୍ତୁ ଦିନେ ହଠାତ୍ ସେ ଆଉ ବିଛଣାରୁ ଉଠି ପାରିଲାନି। ଡାକ୍ତର କହିଲେ ତାଙ୍କର ମେରୁଦଣ୍ଡରେ ଗୁରୁତର ସମସ୍ୟା ଦେଖାଦେଇଛି। ଏହା କେବଳ ରାହୁଲର କାହାଣୀ ନୁହେଁ, ଏହା ଆମ ସମସ୍ତଙ୍କ କାହାଣୀ ହେଇପାରେ। କ୍ରମାଗତ ବସିବା ଦ୍ୱାରା ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ ଏବଂ ହୃଦଘାତର ଆଶଙ୍କା ବଢ଼ିଯାଏ। ଦ୍ୱିତୀୟ ସବୁଠାରୁ ବଡ଼ ସମସ୍ୟା ହେଉଛି କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ। ଯେତେବେଳେ ଆମେ ସ୍କ୍ରିନ୍କୁ ଏକା ଲୟରେ ଚାହୁଁ, ଆମ ଆଖି ପତା ପଡ଼ିବା କମିଯାଏ। ଫଳରେ ଆଖି ଶୁଖିଯାଏ ଏବଂ ମୁଣ୍ଡ ବିନ୍ଧା ଆରମ୍ଭ ହୁଏ। କିନ୍ତୁ ଚିନ୍ତା କରନ୍ତୁନି, ଏହାର ଏକ ସହଜ ସମାଧାନ ଅଛି। ଏହାକୁ କୁହାଯାଏ 20-20-20 ନିୟମ। ପ୍ରତି 20 ମିନିଟ୍ରେ 20 ସେକେଣ୍ଡ ପାଇଁ 20 ଫୁଟ ଦୂରରେ ଥିବା କୌଣସି ଜିନିଷକୁ ଦେଖନ୍ତୁ। ଏହା ଆପଣଙ୍କ ଆଖିକୁ ଆରାମ ଦେବ। କେବଳ ଆଖି ନୁହେଁ, ବସିବାର ଶୈଳୀ ବା ପୋସ୍ଚର ଠିକ୍ କରିବା ନିହାତି ଜରୁରୀ। ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନ୍ ସର୍ବଦା ଆଖିର ସିଧାସଳଖ ରହିବା ଉଚିତ। ପିଠି ସିଧା ରଖନ୍ତୁ ଏବଂ ପାଦକୁ ଭୂମିରେ ସମତଳ ଭାବରେ ରଖନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରତି ଗୋଟାଏ ଘଣ୍ଟାରେ ଅନ୍ତତଃ 5 ମିନିଟ୍ ପାଇଁ ନିଜ ସିଟ୍ରୁ ଉଠି ଚାଲବୁଲ କରନ୍ତୁ। ଟିକେ ଷ୍ଟ୍ରେଚିଂ କରନ୍ତୁ। ଶରୀରକୁ ଗତିଶୀଳ ରଖିବା ଦ୍ୱାରା ମସ୍ତିଷ୍କ ମଧ୍ୟ ସତେଜ ରୁହେ ଏବଂ କାମ କରିବାର କ୍ଷମତା ବଢ଼େ। ମନେ ରଖନ୍ତୁ, କାମ ଜରୁରୀ, କିନ୍ତୁ ସ୍ୱାସ୍ଥ୍ୟ ଠାରୁ ଅଧିକ ନୁହେଁ। ଟେକ୍ନୋଲୋଜି ଆମର ସୁବିଧା ପାଇଁ ତିଆରି ହୋଇଛି, ଆମକୁ ରୋଗୀ କରିବା ପାଇଁ ନୁହେଁ। ଆଜିଠାରୁ ହିଁ ଏହି ଛୋଟ ଛୋଟ ପରିବର୍ତ୍ତନ ନିଜ ଅଭ୍ୟାସରେ ଆଣନ୍ତୁ। ପ୍ରଚୁର ପାଣି ପିଅନ୍ତୁ ଏବଂ ନିଜ ଆଖି ଓ ମେରୁଦଣ୍ଡର ଯତ୍ନ ନିଅନ୍ତୁ। ଯଦି ଆପଣ ସୁସ୍ଥ ରହିବେ, ତେବେ ଯାଇ ଆପଣ ନିଜ କ୍ୟାରିୟରରେ ଆଗକୁ ବଢ଼ିପାରିବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ଯେଉଁ ସାଙ୍ଗମାନେ ଅଧିକ ସମୟ କମ୍ପ୍ୟୁଟର ଆଗରେ ବସୁଛନ୍ତି ସେମାନଙ୍କ ସହ ଭିଡ଼ିଓକୁ ନିଶ୍ଚୟ ସେୟାର କରନ୍ତୁ।